ଗୌରବ କହିବେ ମୋତେ ଗୋଟେ ସୁଯୋଗ ମିଳିବ ମୁଁ ବହୁତ ଖୁସି ହେବି ଆଉ ଭଲ ଭାବରେ କାମ କରିବି। ଆଇ ପ୍ରମିସ୍ ଦ୍ୟାଟ୍। ତାପରେ ମାୟା କହିବେ ତମେ ସମସ୍ତେ ଗୌରବକୁ ସପୋର୍ଟ କରୁଛ କିନ୍ତୁ ସତ କଥା ହେଲା ମୋତେ ଲାଗୁନି ଗୌରବକୁ ଆପଏଣ୍ଟମେଣ୍ଟ ଦେବାଟା ଠିକ୍ ହେବ। ତାପରେ ପଲ୍ଲବୀ କହିବେ ହଁ ମାମା ଏକଦମ ଠିକ୍ କଥା କହୁଛନ୍ତି। ଏସବୁ କାମ ପାଇଁ ପ୍ରଥମେ ଭାଇଙ୍କୁ ନିଜକୁ ପ୍ରୁଭ୍ କରିବାକୁ ପଡ଼ିବ। ଆପଣମାନେ ଯଦି ଚାହିଁବେ ତାହେଲେ ମୁଁ ଗୋଟେ ବେଟର ଅପସନ୍ ଦେବି। ତାପରେ ଆଦର୍ଶ କହିବେ ପଲ୍ଲବୀ କାହା କଥା କହୁଛ ତମେ? ତାପରେ ପଲ୍ଲବୀ କହିବେ ଦାଦା ଦାଦା ଏ କାମରେ ପୁରା ପରଫେକ୍ଟ। ତାପରେ ଆଦର୍ଶ କହିବେ ଗୁଡ୍ ଆଇଡ଼ିଆ ପଲ୍ଲବୀ, ମୁଁ ରାଜି ଅଛି। ତାପରେ ଆନନ୍ଦ କହିବେ ବା ପଲ୍ଲବୀ ବିନୋଦ କଥା ତ ମୁଁ ପୁରାପୁରି ଭୁଲି ଯାଇଥିଲି। ତୁ ଠିକ୍ ସମୟରେ ବିନୋଦ କଥା ମନେ ପକେଇଦେଲୁ। ପୁଣି କହିବେ ସତରେ ଏହି କାମ ପାଇଁ ବିନୋଦଠୁ କେହି ଅପସନ୍ ହେଇପାରିବେ ନାହିଁ। ତାପରେ ମାୟାଙ୍କୁ କହିବେ ନା କ'ଣ କହୁଛ ମାୟା? ନା ତୁମର ଆଉ କମ୍ପ୍ଲେନ୍ ଅଛି? ତାପରେ ମାୟା କହିବେ ନୋ ୱେ, ଇନଫ୍ୟାକ୍ଟ ପଲ୍ଲବୀ ରାଇଟ୍ ଡିସିଜନ୍ ଦେଇଛି। ତାପରେ ଗୌରବ କହିବେ ଛାଡ଼ିବିନି, ଏମାନଙ୍କୁ କାହାକୁ ଛାଡ଼ିବିନି। ତ ଦର୍ଶକ ବନ୍ଧୁ ଆଗକୁ ଏମିତିଆ ଏପିସୋଡ଼ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।